ସହରଠୁ ପଲ୍ଲୀ ପଲ୍ଲୀ ଫୁଟନ୍ତି। ଆଜି ସବୁଠି ଚଳଚଞ୍ଚଳ, ହିଂସା ଅହଙ୍କାରକୁ ଦୂରେଇ ଆଜି ସମସ୍ତେ ଗାଁ ଦାଣ୍ଡକୁ ବାହାରି ଆସିଥାନ୍ତି, ବିଶେଷ କରି ରଙ୍ଗ ଖେଳିବା ପାଇଁ। ପୂର୍ବରୁ ଶତ୍ରୁତାକୁ ଭୁଲି ଆଜି ମିତ୍ର ହେଇଥାନ୍ତି। ସେହି ଉପଲକ୍ଷେ ଆମର ଜନପ୍ରିୟ ବିଧାୟକ ପାଲହଡ଼ା ନିର୍ବାଚନ ମଣ୍ଡଳୀର ଏବଂ ବିଧାନସଭାର ପ୍ରତିଶ୍ରୁତି କମିଟିର ଅଧ୍ୟକ୍ଷ, ସେ ଭୁବନେଶ୍ୱର ରାଜଧାନୀ ଛାଡ଼ି ଆଜି ନିଜ ଗାଁ ଜନ୍ମ ଗାଁରେ ଆସି ଭାଇ ବନ୍ଧୁ ସାଙ୍ଗସାଥି ମା ମାଉସୀଙ୍କ ସହିତ ମିଶି ଆଜି ସେ ହୋଲିକୁ ଉପଭୋଗ କରିଛନ୍ତି ଏବଂ ହୋଲିକୁ ଖୁବ ଆଲସରେ ଖେଳିଛନ୍ତି। ଆଜି ତାଙ୍କ ସହିତ ଟିକେ ଆମେ ଆଲୋଚନା କରିବା ଯେ ସହରକୁ ଛାଡ଼ି ଜଣେ ବିଧାୟକ କେମିତି ଗାଁରେ ଆଜି ଉପଭୋଗ କରିଛନ୍ତି, ଗାଁର ଯେଉଁ ସମ୍ପର୍କ ତାଙ୍କୁ ଟାଣି ଆଣିଛି ଏବଂ ଗାଁ ଦାଣ୍ଡରେ ତାଙ୍କୁ ଖେଳିବାକୁ ସୁଯୋଗ ଦେଇଛି। ସ୍ୱତନ୍ତ୍ର ଓଡ଼ିଶା ଲାଇଭକୁ ସ୍ୱାଗତ। ଧନ୍ୟବାଦ। ଆଜି ଆପଣ ବିଧାନସଭାରେ ଥାଇ ଚର୍ଚ୍ଚିତ ବିଧାୟକ, ଆପଣ ସହର ଛାଡ଼ି ଗାଁରେ ଖେଳିଲେ, କଣ ଅନୁଭବ ସାର୍? ମୋ ବିଧାନସଭା ମୋ ପାଇଁ ସ୍ୱର୍ଗ, ମୋ ଘର ମୋ ପାଇଁ ମନ୍ଦିର। ତେଣୁ ଆଜି ଏଇ ହୋଲି ମହୋତ୍ସବ, ପ୍ରଭୁ ରାଧାକୃଷ୍ଣଙ୍କର ମହୋତ୍ସବ, ସମସ୍ତ ଓଡ଼ିଆ ମାନଙ୍କର ସ୍ପନ୍ଦନରେ ଥିବା ମହୋତ୍ସବ ହୋଲି ମହୋତ୍ସବ। ହୋଲି ମହୋତ୍ସବକୁ ମୁଁ ମୋ ଗାଁରେ ମୋର ପରିଜନ, ମୋର ବନ୍ଧୁ ଏବଂ ମୋର ସମର୍ଥକ, ଶୁଭେଚ୍ଛୁ ତଥା ମୋ ନିର୍ବାଚନ ମଣ୍ଡଳୀର ସମସ୍ତଙ୍କ ସହିତ ମୁଁ ପାଳନ କରୁଛି। ମୁଁ ଏ ଅବସରରେ ସମସ୍ତଙ୍କୁ ମୋର ହୋଲିର ଶୁଭକାମନା ଏବଂ ଶୁଭେଚ୍ଛା ଜଣାଉଛି। ଏହି ରଙ୍ଗର ପର୍ବ ହୋଲିକୁ ସମସ୍ତେ ଠିକ୍ ଠାକ୍ରେ ପାଳନ କରନ୍ତୁ ଏବଂ ଶାନ୍ତିରେ ପାଳନ କରନ୍ତୁ ଏବଂ ଭାଇଚାରାରେ ପାଳନ କରନ୍ତୁ। କୌଣସି ବାଧାବିଘ୍ନ ନ ଆସୁ, ଏହା ହିଁ ମୋର ଆଜି ଦିନରେ ବାର୍ତ୍ତା। ହାପି ହୋଲି। ସାର୍, ଆମେ ଯଦି ଦେଖିବା ଯେତେ ଉଚ୍ଚତାରେ ମଣିଷ ବସିଲେ ବି କିନ୍ତୁ ଗାଁର ସ୍ମୃତି, ଗାଁର ଭଲ ପାଇବା କଣ ସତରେ ଭୁଲି ହୁଏନି? ବାସ୍ତବିକ ଯେତେ ବଡ଼ ତୁମେ ଯୁଆଡ଼େ ଯାଅ ନା କାହିଁକି, ଯେଉଁ ଜାଗାରୁ ଯାଇଛ, ଯେଉଁ ମାଟିରୁ ଯାଇଛ, ଯେଉଁ ମାଟି ତୁମକୁ ତିଆରି କରିଛି, ଯଦି ତାକୁ ତୁମେ ଭୁଲିଯିବ ତାହେଲେ ତୁମେ କେବେ ଜୀବନରେ ଶାନ୍ତି ପାଇବ ନାହିଁ। ତେଣୁ ଆଜି ଗାଁ ମୋ ପାଇଁ ସବୁଠୁ ବଡ଼ କଥା। ଗାଁର ପରିଜନ, ଗାଁର ବନ୍ଧୁବାନ୍ଧବ, ଗାଁର ସାଙ୍ଗସାଥି, ଏମାନେ ମୋ ପାଇଁ ସବୁଠୁ ବଡ଼ ଏବଂ ମୋ ସବୁଠୁ ବଡ଼ ମୋ ନିର୍ବାଚନ ମଣ୍ଡଳୀ। ୟା ଭିତରେ ରହିକି ମୁଁ ସମସ୍ତ ସ୍ୱପ୍ନ ଦେଖେ, ସମସ୍ତ କାମ କରେ, ବିକାଶର କଥାକୁ ନିଷ୍ପତ୍ତି ନିଏ। ତେଣୁ ଗାଁ ମୋ ପାଇଁ ସର୍ବୋପରି। ଯାହା ପ୍ରତିକ୍ରିୟା ଦଉଥିଲେ ଜଣେ ଜନପ୍ରିୟ ବିଧାୟକ, ଗାଁ ହିଁ ସବୁଠାରୁ ଆତ୍ମତୃପ୍ତି କିମ୍ବା ଗାଁ ଭଲ ପାଇବା ଦେଇଥାଏ। ମଣିଷ ତିଆରି କରିଥାଏ ଗାଁ, ଗାଁ ମାଟି, ଗାଁ ପବନ କେବେ ବି ଦୂରେଇ ନଥାଏ। ଏପରି ଏକ ବାର୍ତ୍ତା ଦେଇ ଏବଂ ଆପଣମାନଙ୍କୁ ସଚେତନତା କରିଥିବା ଲୋକପ୍ରିୟ ବିଧାୟକ